ଆଚ୍ଛା ହଉ, ତମମାନେ ସବୁ ଆସିଗଲ। ଆରେ ଆମ୍ବ, ତୁ ପରା କହୁଥିଲୁ ତୋ ସାଙ୍ଗ କିଏ ଆସିଥାନ୍ତା? ଅଜା, ତା କଥା ମୁଁ ଆଉ କ'ଣ କହିବି। ତା'ର ଅଭ୍ୟାସ ବହୁତ ଖରାପ। ସେଇଠି ଭଲ କଥା ଶୁଣିବା ପାଇଁ ଆସିବନି। ସିଏ ଯାଇଛି ତା ସାଙ୍ଗମାନଙ୍କ ସାଙ୍ଗରେ ବୁଲି ଖଟି କରିବା ପାଇଁ। ହଁ ପରା ଅଜା, ମୁଁ ପରା ତାକୁ ଜାଣିଛି। ତା ଅଭ୍ୟାସ ଜମା ଭଲ ନୁହଁ। ତାକୁ ଯେତେ କହିଲେ ବି ତା ଅଭ୍ୟାସ ଜମା ବଦଳୁନି। ତାକୁ ସାଙ୍ଗରେ ଆଣିଥାନ୍ତ ନା ଆଉ। ହଉ, ମୁଁ ଆଜି ଏଇ ବିଷୟରେ ତୁମକୁ ଗୋଟେ ବଢ଼ିଆ କାହାଣୀ କହୁଛି। କାହାଣୀଟି ଆମ ଚ୍ୟାନେଲରେ ଅପଲୋଡ଼ କରିବା, ଆଉ ତମମାନେ ସବୁ ତା ପାଖେ ଭିଡ଼ିଓଟା ସେୟାର କରିବ, ବୁଝିଲ? ହଉ ଅଜା, ସେଇ ବିଷୟରେ ଗୋଟେ କାହାଣୀଟା କୁହନ୍ତୁ, ଆମେ ଦେଖିବୁ, ଆମେ ଶୁଣିକି ଶିଖିବୁ, ଆଉ ଏ ଭିଡ଼ିଓଟି ତା ପାଖକୁ ସେୟାର କରିବୁ ଆଉ। ହଉ ଅଜା, ଆଉ ଲେଟ୍ କରନ୍ତୁନି, ଆପଣଙ୍କର କାହାଣୀ ପିଢ଼ି ଆରମ୍ଭ କରନ୍ତୁ ଆଉ। ହଉ ହଉ, ମୁଁ କାହାଣୀଟି ଆରମ୍ଭ କରିଛି ଆଉ। କାହାଣୀଟିର ନାମ ହେଉଛି ବେଳ ଥାଉ ଥାଉ ଅଭ୍ୟାସ ବଦଳାଅ। ସେ ବହୁତ ଦିନ ତଳର କଥା। ଗୋଟେ ବିରାଟ ବଡ଼ ଜଙ୍ଗଲ। ଜଙ୍ଗଲରେ ବହୁତ ଜୀବଜନ୍ତୁ ଥାଆନ୍ତି। ସେଇ ଜଙ୍ଗଲରେ ଥରେ ଜଙ୍ଗଲ ରାଜା ଏକ ସଭା ଡାକିଲେ, ଆଉ ସେଇ ସଭାରେ ସବୁ ଜୀବଜନ୍ତୁ ଠିକ୍ ସମୟରେ ପହଞ୍ଚିଲେ, କିନ୍ତୁ ସାପ ବିଳମ୍ବରେ ପହଞ୍ଚିଲା। ଆଉ ଏହା ଦେଖି ସବୁ ଜୀବଜନ୍ତୁ ସାପକୁ ପଚାରିଲେ, ଆରେ ସାପ, ତୋର ଏତେ ବିଳମ୍ବ କ'ଣ ପାଇଁ ହେଲା? ଆଉ ସାପଟି ଉତ୍ତରରେ କହିଲା, ମୁଁ ତମ ଭଳି ସିଧା ଆସୁନି, ମୁଁ ଅଙ୍କା ମଙ୍କା ହୋଇ ଆସିଛି, ସେଥିପାଇଁ ମୋର ବିଳମ୍ବ ହେଇଯାଉଛି। ଆଉ ସବୁ ଜୀବଜନ୍ତୁ କହିଲେ, ତୁ ଅଙ୍କା ବଙ୍କା ହୋଇ କାହିଁ ଆସୁଛୁ? ତୁ ସିଧା ଆସୁନୁ, ତୁ ଶୀଘ୍ର ପହଞ୍ଚିବୁ। ଆଉ ତାପରେ ସାପଟି କହିଲା, ଠିକ୍ ଅଛି, ପରବର୍ତ୍ତୀ ଯେଉଁ ସଭା ହେବ ମୁଁ ସିଧା ଆସିବି ଆଉ ଶୀଘ୍ର ପହଞ୍ଚିବି, ବୁଝିଲ? ଠିକ୍ ସେଇଭଳି ଆଉ ଦିନେ ଏକ ସଭା ଆରମ୍ଭ ହେଲା। ସେଇ ସଭାରେ ସମସ୍ତେ ଠିକ୍ ସମୟରେ ପହଞ୍ଚିଲେ, କିନ୍ତୁ ସାପ ବିଳମ୍ବରେ ପହଞ୍ଚିଲା। ଆଉ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଆଉ ସମସ୍ତେ ପୁଣି ଥରେ ସାପକୁ ପଚାରିବାକୁ ଲାଗିଲେ, ଆରେ ସାପ, ତୁ ଆଜି ପୁଣି କାହିଁ ବିଳମ୍ବରେ ଆସି ପହଞ୍ଚିଲୁ? ଆଉ ସାପଟି ଉତ୍ତରରେ କହିଲା, ମୁଁ କ'ଣ ତମ ଭଳି ସିଧା ଆସିଥିଲି? ମୁଁ ପୁରା ଅଙ୍କା ବଙ୍କା ହୋଇ ଆସିଥିଲି, ସେଥିପାଇଁ ଆସିବା ଟିକେ ବିଳମ୍ବ ହେଇଗଲା ଆଉ। ଆଉ ସେ ସଭାରେ ବସିଥିବା ମାଙ୍କଡ଼ଟି ସାପକୁ ପଚାରିଲା, ଆରେ ସାପ, ତୁ ପରା ସେଦିନ କହିଥିଲୁ ସିଧା ଆସିବୁ ବୋଲି, ଆଉ ଅଙ୍କା ବଙ୍କା ଆସିବୁନି ବୋଲି, ତୁ ପୁଣି କ'ଣ ଅଙ୍କା ବଙ୍କା ହେଇ ଆସୁଛୁ? ସେଥିପାଇଁ ତୋର ବିଳମ୍ବ ହେଲା। ଆଉ ସାପଟି କହିଲା, ମୋର ଅଭ୍ୟାସ ମୁଁ କେମିତି ବଦଳିବି? ମୁଁ ମୋର ଅଭ୍ୟାସକୁ ବଦଳିବିନି, ମୁଁ ଯେମିତି ଆସୁଛି ସେମିତି ଆସିବି। ଆଉ ସଭା ଶେଷ ହେଲା, ସମସ୍ତେ ନିଜ ନିଜ ବାସସ୍ଥାନକୁ ଫେରିଗଲେ। ଦିନକର କଥା, ସେହି ଜଙ୍ଗଲରେ ଦିନେ ରାତିରେ ଏକ ଭୟଙ୍କର ନିଆଁ ଲାଗିଯାଇଛି। ଆଉ ଏହି ନିଆଁକୁ ଦେଖି ସମସ୍ତେ ଦୌଡ଼ିବାକୁ ଲାଗିଲେ, ଆଉ ତା ସହିତ ସାପ ମଧ୍ୟ ଦୌଡ଼ିବାକୁ ଲାଗିଲା। ପଡ଼ି ତାର ଅଭ୍ୟାସ ଛାଡ଼ି ପାରୁନଥାଏ, ଅଙ୍କା ବଙ୍କା ଯାଉଥାଏ। ହେଲେ ଏ ଅଙ୍କା ବଙ୍କା ଯିବା ଫଳରେ ସାପଟି ପଛରେ ରହିଯାଉଥାଏ। ସାପଟି ପଛରେ ରହିଯାଉଥିବା ଫଳରେ ସେ ନିଆଁରେ ପୋଡ଼ି ଜଳିଗଲା। ଜଙ୍ଗଲରେ ନିଆଁ ଲିଭିଲା ପରେ ପୁଣି ଥରେ ସମସ୍ତେ ଫେରି ଆସିଲେ। ଫେରି ଆସି ଦେଖିଲେ ସାପଟି ସିଧା ହୋଇ ପଡ଼ିଛି। ଆଉ ସମସ୍ତେ ମନେ ମନେ ଭାବିଲେ, ମରିଗଲା ପରେ ସିଧା ହୋଇ ପଡ଼ିଲେ କ'ଣ ହେବ? ତ ବଞ୍ଚିଥିଲା ବେଳେ ତ ଅଭ୍ୟାସ ବଦଳିଲୁନି, ଆଉ ସେଥିପାଇଁ ତୋର ଆଜି ମୃତ୍ୟୁ ହେଲା। ଆଉ ଏହା କହି ସେଠୁ ସମସ୍ତେ ଚାଲିଗଲେ। ଏଇ କାହାଣୀରୁ ଆମେ କ'ଣ ଶିଖିଲେ? ସାପଟି ଯଦି ବଞ୍ଚିଥିଲା ବେଳେ ଅଭ୍ୟାସ ବଦଳିଥାନ୍ତା, ସିଧା ଯାଇଥାନ୍ତା, ତାହେଲେ ହୁଏତ ତାର ମୃତ୍ୟୁ ହେଇନଥାନ୍ତା। ସେହିଭଳି ଏହି କାହାଣୀଟି ଆମକୁ ଏହା ଶିଖାଉଛି ଯେ ଆମେ ବେଳ ଥାଉ ଥାଉ ଆମ ଅଭ୍ୟାସ ବଦଳିବା ହିଁ ସବୁଠୁ ଭଲ ହେବ। କାହାଣୀଟି କେଉଁ ସାପର ନୁହେଁ, ଏ କାହାଣୀଟି ହେଉଛି ଆମରି ମାନଙ୍କର, ବୁଝିଲ? ତମମାନେ ତମ ଏ ସାଙ୍ଗକୁ এই ভিডিওটি ସେୟାର କରିଦେବ, ବୁଝିଲ? ତାହେଲେ ହୁଏତ ମୋ ସାଙ୍ଗଟି ସୁଧି ଯାଇପାରେ। ହଉ, ତମମାନେ ଆଜି ଘରକୁ ଯାଅ, ଆଜି ଅଧିକ ସମୟ ହେଇଗଲାଣି। ଆଜି ପାଇଁ ଏତିକି। ହଉ ଅଜା, ଆମେ ରହିଲୁ।